ମାନସିକ ପୀड़ାରେ ଯନ୍ତ୍ରଣା ଭୋଗୁଛନ୍ତି କି କିମ୍ବା ଆପଣଙ୍କର ଯେକୌଣସି କାର୍ଯ୍ୟ କଲେ ସେ କାର୍ଯ୍ୟ ଆପଣଙ୍କର ସଫଳ ହେଉନାହିଁ କିମ୍ବା ଆପଣଙ୍କର ଗରିବୀ ଆପଣଙ୍କଠାରୁ ଛାଡ଼ୁନାହିଁ, ତାହେଲେ ଦେଖନ୍ତୁ ଆପଣଙ୍କ ଜନ୍ମକୁଣ୍ଡଳୀରେ କ'ଣ ନା ଚନ୍ଦ୍ରମା ଯେଉଁଠି ବସିଛି ଅର୍ଥାତ୍ ଚନ୍ଦ୍ରମା 12ଟି ଭାବ ରହିଛି। ତ ଚନ୍ଦ୍ରମା ଯେକୌଣସି ଭାବରେ ଆପଣଙ୍କର ଜନ୍ମକୁଣ୍ଡଳୀରେ ବସିଥିବ, ତ ଚନ୍ଦ୍ରମା ଠାରୁ ଆପଣ ଦେଖନ୍ତୁ ଯେ ଆଗ ଘର ଚନ୍ଦ୍ରମା ଯେଉଁଠି ବସିଛି ତାର ଆଗ ଘର ମାନେ ଆଫ୍ଟର, ଆଉ ଚନ୍ଦ୍ରମା ଯେଉଁଠି ବସିଛି ତାର ବିଫୋର ଘରେ ଯଦି କୌଣସି ଗ୍ରହ ସେଠି ନାହିଁ, ଯଦି କୌଣସି ଗ୍ରହ ସେଠି ବସି ନାହିଁ କି ଏଠାରେ ରାହୁ କେତୁକୁ କ'ଣ କାଉଣ୍ଟ କରାଯିବ ନାହିଁ। ହଁ, ଯଦି ଚନ୍ଦ୍ରମା ଠାରୁ ଆଗ ଘରେ କିମ୍ବା ପଛ ଘରେ କିମ୍ବା ଯେକୌଣସି ଗ୍ରହର ଯଦି ଦୃଷ୍ଟି ପଡ଼ୁନାହିଁ ଚନ୍ଦ୍ରମା ଉପରେ ଯେକୌଣସି ଗ୍ରହର ଯଦି ଦୃଷ୍ଟି ପଡ଼ୁନାହିଁ, ତାହେଲେ ବ୍ୟକ୍ତି ଜଣକ ଯେତେ ଯାହା ପରିଶ୍ରମ କଲେ ମଧ୍ୟ ବି ଯେତେ ଯାହା ପରିଶ୍ରମ କଲେ ମଧ୍ୟ ବି ସେ ଫଳ ତାର ପ୍ରାପ୍ତ ପାଇପାରିବନି। ଆଉ କ'ଣ ମାନେ ଦାରିଦ୍ରତା ସୀମାରେଖା ତଳେ ସେ ରହିବ, ଦାରିଦ୍ର୍ୟ ତାକୁ ଛାଡ଼ିବ ନାହିଁ। ଏହା ହେଉଛି କ'ଣ ନା କେମଦ୍ରୁମ ଯୋଗ। ତ ଏ କେମଦ୍ରୁମ ଯୋଗ ଯାହାର ଥିବ ତ ଏ ବ୍ୟକ୍ତିଙ୍କୁ ଏଭଳିଆ ପରିଶାନୀ ଆସିବ। ତାର ଉପାୟ କ'ଣ କରିବେ? ଏ ଯୋଗ କେମିତି ଭଙ୍ଗ ହେଉଛି ଯେ ଚନ୍ଦ୍ରମା ଉପରେ ଯଦି କୌଣସି ଗ୍ରହର ଦୃଷ୍ଟି ପଡ଼ୁଛି କିମ୍ବା ଚନ୍ଦ୍ରମା ଯେଉଁଠି ବସିଛି ଜନ୍ମକୁଣ୍ଡଳୀରେ ସେଠାର 7 ଘରରେ ଯଦି ଆପଣଙ୍କର କ'ଣ କିଏ ଥିବ ନା ରବି ଥିବ, ଅର୍ଥାତ୍ କିଏ ନା ସନ୍ ଯଦି ଥିବ ତାହେଲେ ଏଇ ଯୋଗ ଆପଣଙ୍କର କ'ଣ ଭଙ୍ଗ ହେବ। ଆଉ ଯଦି ଆପଣଙ୍କର ଚନ୍ଦ୍ରମା ଯେଉଁଠି ବସିଛି 1, 4, 7, 10 ଅର୍ଥାତ୍ ଚନ୍ଦ୍ରମା ଯେଉଁଠି ବସିଛି ପ୍ରଥମ ଘର, ଚତୁର୍ଥ ଘର, ଆଉ ସପ୍ତମ ଘର, ଆଉ କ'ଣ ଦଶମ ଘର ଯଦି ଯେକୌଣସି ଗ୍ରହ ବସିଛି ତାହେଲେ ଏ କେମଦ୍ରୁମ ଯୋଗ କ'ଣ ହେବ? ଭଙ୍ଗ ହେବ। ଯଦି ଏଭଳିଆ ପରିସ୍ଥିତି ଅଛି ତ ଆପଣଙ୍କର ଭଙ୍ଗ ହେଇଗଲା, କେମଦ୍ରୁମ ଯୋଗ କ'ଣ ଭଙ୍ଗ ହେଇଗଲା। ଯଦି ଯେକୌଣସି ବ୍ୟକ୍ତିଙ୍କର ଚନ୍ଦ୍ରମା ଉପରେ କୌଣସି ଗ୍ରହର ଦୃଷ୍ଟି ପଡ଼ୁନାହିଁ କିମ୍ବା ଚନ୍ଦ୍ରମାର ଆଗ ଘର ପଛ ଘରେ କୌଣସି ଗ୍ରହ ନାହିଁ କିମ୍ବା ଚନ୍ଦ୍ରମାର ସପ୍ତମ ଘରେ କୌଣସି ଗ୍ରହ ନାହିଁ, ତାହେଲେ ସେ ବ୍ୟକ୍ତି ବିଶେଷ କ'ଣ କରିବେ ନା ଚନ୍ଦ୍ରଙ୍କ ପାଇଁ କ'ଣ କରିବେ ନା ଶିବଲିଙ୍ଗରେ ସୋମବାର ଦିନ କ୍ଷୀର ଜଳ ଅର୍ପଣ କରିବେ। ତତ୍ସହିତ କ'ଣ କରିବେ ନା ପୂର୍ଣ୍ଣିମା ବ୍ରତ ଆପଣ ପାଳନ କରି ଏଇ ଯେଉଁ କେମଦ୍ରୁମ ଯୋଗ ରହିଛି ଏ କେମଦ୍ରୁମ ଯୋଗରୁ ଆପଣଙ୍କର ମୁକ୍ତି ପାଇପାରିବେ। ଯାହା କିଛି ଆପଣଙ୍କର କାମନା ଅଛି ତାହା ମଧ୍ୟ ଧୀରେ ଧୀରେ ପରିପୂର୍ଣ୍ଣ